ଜଗତ ସଲିଳେ ଭାରତ କମଳ ତା ମଧ୍ୟ କେଶର ପୁଣ୍ୟ ନୀଳାଚଳ ଅର୍ଥାତ୍ ଯାହା ନାହିଁ ଭାରତେ ତାହା ନାହିଁ ଜଗତେ। ସମ୍ମାନୀୟ ସଭାପତି ମହୋଦୟ, ଆମ ବିଦ୍ୟାଳୟର ପ୍ରଧାନ ଗୁରୁଜୀ, ଜ୍ଞାନ ଓ ଗୁଣର ଗନ୍ତାଘର ପୂଜ୍ୟ ଗୁରୁଜୀ ଓ ଗୁରୁମା, ଉପସ୍ଥିତ ବିଦ୍ୱାନ ଅତିଥିବୃନ୍ଦ ଏବଂ ଏ ସ୍ୱାଧୀନ ଭାରତର ମୋ ପ୍ରିୟ ଛୋଟ ବଡ଼ ଭାଇ ଓ ଭଉଣୀମାନେ, ଆଜି ହେଉଛି 78ତମ ପବିତ୍ର ସ୍ୱାଧୀନତା ଦିବସ। ଆଜି ଭାରତ ମାତାର ଦେହରୁ ବେଡ଼ି ଓ ଜଞ୍ଜିର ଖୋଲା ହେବାର ସ୍ମରଣୀୟ ଦିବସ ଅଗଷ୍ଟ 15। 1947 ମସିହା ଏହିପରି ଏକ ଅଗଷ୍ଟ 15 ତାରିଖ ଦିନ ଆମ ଦେଶ ଇଂରେଜମାନଙ୍କ ଠାରୁ ସ୍ୱାଧୀନ ହୋଇଥିଲା। ସେମାନେ ଆମ ଦେଶକୁ ବାଣିଜ୍ୟ କରିବାକୁ ଆସି 200 ବର୍ଷ ଧରି ଶାସନ କରିଥିଲେ। ସେତେବେଳେ ଆମ ରାଜାମାନଙ୍କ ମଧ୍ୟରେ ଏକତା ନଥିଲା। ଆଜି ଯେଉଁମାନଙ୍କ ନାମରେ ଜୟ ଜୟକାର କରୁଥିଲେ ସେହି ମହାପୁରୁଷ ତଥା ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଦ୍ୱାରା ଆମେ ସ୍ୱାଧୀନତା ପାଇଛନ୍ତି। ଏଣୁ ଏ ସ୍ୱାଧୀନତାକୁ ଏବେ ଆମେ ଜାବୁଡ଼ି ଧରିବା ପାଇଁ ଆଜି ଜାତୀୟ ସଙ୍ଗୀତର ସୁରେ ସୁରେ ଆସନ୍ତୁ ଏ ପବିତ୍ର ତ୍ରିରଙ୍ଗା ପତାକା ତଳେ ଶପଥ ନେବା ଓ ଏକ ସୁସ୍ଥ ସମୃଦ୍ଧ ବିକଶିତ ଭାରତ ତିଆରି କରିବା। ଜୟ ହିନ୍ଦ, ଭାରତ ମାତା କି ଜୟ, ବନ୍ଦେ ମାତରମ୍।